أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ଗତ ଖୁତବାରେ ମକ୍କା ବିଜୟ ସଂକ୍ରାନ୍ତରେ ମୁସଲମାନ ମାନେ ମକ୍କାରେ ପ୍ରବେଶ କରିବା ପରିପ୍ରେକ୍ଷୀରେ ଚର୍ଚ୍ଚା ଚାଲିଥିଲା। ସେହି କ୍ରମରେ ଆଜି ମଧ୍ୟ ଅତିରିକ୍ତ ଘଟଣାବଳୀର ଚର୍ଚ୍ଚା କରିବି। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ମକ୍କାରେ ଅବସ୍ଥାନ କାଳ ସଂକ୍ରାନ୍ତରେ ବିବରଣୀମାନ ଉଲ୍ଲେଖ ରହିଛି। ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ମକ୍କା ବିଜୟ କରିବା ପରେ କିଛି ଦିନ ସେଠାରେ ଅବସ୍ଥାନ କରିଥିଲେ, କିନ୍ତୁ ଅବସ୍ଥାନ କାଳ ସଂକ୍ରାନ୍ତରେ ମତଭେଦ ରହିଛି। ବୁଖାରୀରେ ହଜରତ ଇବ୍ନେ ଅବ୍ବାସ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ମକ୍କାରେ 19 ଦିନ ଅବସ୍ଥାନ କରିଥିଲେ, ଯେତେବେଳେ କି ଅନ୍ୟ ବର୍ଣ୍ଣନା ଅନୁଯାୟୀ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ 18 ଦିନ କିମ୍ବା 17 କିମ୍ବା 15 ଦିନ ଅବସ୍ଥାନ କରିଥିବାର ଉଲ୍ଲେଖ ମଧ୍ୟ ରହିଛି। ଆଲ୍ଲାମା ଇବ୍ନେ ହଜର 19 ଦିନ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ଅବସ୍ଥାନ କରିଥିବାକୁ ପ୍ରାଧାନ୍ୟ ଦେଇଛନ୍ତି। ତେବେ କେତେକ ବର୍ଣ୍ଣନାକାରୀ ଏହି ଅବସ୍ଥାନ କାଳକୁ 17 ଦିନ ବୋଲି ବିବେଚିତ କରିଛନ୍ତି। ଆଉ କେତେକ ବର୍ଣ୍ଣନାକାରୀ 18 ଦିନ ବୋଲି ଦର୍ଶାଇଛନ୍ତି। ତେବେ ଏହି ଦିନମାନଙ୍କର ଗୋଟିଏ ଦିନକୁ ଗଣ୍ୟ କରିଛନ୍ତି। ଅପରପକ୍ଷେ 15 ଦିନର ବର୍ଣ୍ଣନା ଓ 17 ଦିନର ବର୍ଣ୍ଣନାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଏହି 15 ଓ 17 ଦିନ କାଳ ମଧ୍ୟରେ 2 ଦିନର ଯେଉଁ ପାର୍ଥକ୍ୟ ରହୁଛି, ତାହା ମକ୍କାରେ ପ୍ରବେଶ କରିବା ଓ ମକ୍କାରୁ ପ୍ରସ୍ଥାନ କରିବା ଦିନକୁ ଗଣିବା ଓ ତାହାକୁ ବାଦ୍ ଦେବାରେ ସମ୍ଭବତଃ କିଛି ଜୀବନୀ ଲେଖାଳିମାନେ ପ୍ରବେଶ କରିବା ଓ ପ୍ରସ୍ଥାନ କରିବା ଦିନକୁ ଗଣି ନାହାନ୍ତିନି ଓ ଅନ୍ୟ କେତେକ ତାହାକୁ ଗଣିଛନ୍ତି, ଯାହାଫଳରେ 15 ଓ 17ର ପାର୍ଥକ୍ୟ ରହିଛି। ଆଉ କେତେକ ପାଶ୍ଚାତ୍ୟ ଦାର୍ଶନିକମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ମକ୍କା ବିଜୟ ସଂକ୍ରାନ୍ତରେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ମଧ୍ୟରେ ୱିଲିୟମ ମିଓର ନିଜ ପୁସ୍ତକ ଦ ଲାଇଫ୍ ଅଫ୍ ମୁହମ୍ମଦରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ଉତ୍ତମ ଆଦର୍ଶ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି ଯେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ଅତୀତର ସମସ୍ତ ପୁରାତନ ଦୋଷକୁ କ୍ଷମା କରିବା, ଅର୍ଥାତ୍ ଲୋକମାନଙ୍କର ସମସ୍ତ ଦୋଷ ତ୍ରୁଟିକୁ କ୍ଷମା ଦେବା, ତାଙ୍କର ଶ୍ରେଷ୍ଠତାକୁ ପ୍ରତିପାଦିତ କରୁଛି, ତାଙ୍କ ସତ୍ୟତାକୁ ସ୍ୱୀକାର କରିବାକୁ ଆମକୁ ବାଧ୍ୟ କରୁଛି। ଆଉ ଜଣେ ପାଶ୍ଚାତ୍ୟ ଦାର୍ଶନିକ ୱିଲିୟମ ମଣ୍ଟୋମେରି ୱାଟ୍ ମଧ୍ୟ ଏଥି ସଂକ୍ରାନ୍ତରେ ନିଜର ମନ୍ତବ୍ୟ ରଖିଛନ୍ତି। ସେ ନିଜ ପୁସ୍ତକରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ବିରୁଦ୍ଧରେ ଅତ୍ୟନ୍ତ କଟୁ ଭାଷା ପ୍ରୟୋଗ କରିଛନ୍ତି, ଯାହାର ଅର୍ଥାତ୍ ତାଙ୍କ ପୁସ୍ତକର ନାମ ହେଉଛି ମୁହମ୍ମଦ ଆଟ୍ ମଦିନା।
ଉକ୍ତ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି ଯେ ମକ୍କାର ଅଧିପତିମାନଙ୍କୁ ମୁସଲମାନ ହେବା ପାଇଁ ବାଧ୍ୟ କରାଯାଇ ନଥିଲା। ଏପରି ସେ ସ୍ୱୀକାର କରିଛନ୍ତି ଯେ ମକ୍କାର ଅଧିପତିମାନେ ଓ ଅନ୍ୟାନ୍ୟ ଲୋକମାନେ ଅବଜ୍ଞା ଓ ଅବିଶ୍ୱାସକାରୀ ଥିବା ଅବସ୍ଥାରେ ସେଠାରେ ରହିବାକୁ ତାଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା। ଏହା ପ୍ରତିପାଦିତ କରୁଛି ଯେ ଇସଲାମୀୟ ସମାଜର ପାରସ୍ପରିକ ଭାତୃଭାବ, ଶାନ୍ତି ଓ ଉତ୍ସାହର ଭାବନାକୁ ପ୍ରଶ୍ରୟ ଦେଇଥାଏ। ଆଉ ଏହି କଥା ସେମାନଙ୍କୁ ବାଧ୍ୟ କରିଥିବ, ଯାହାଫଳରେ କି ସେମାନେ ପରବର୍ତ୍ତୀ ସମୟରେ ଅର୍ଥାତ୍ ସେହି ଅମାନ୍ୟକାରୀମାନେ ମୁସଲମାନ ପାଲଟି ଯାଇଥିବେ। ଆଉ ଏହି ଜିନିଷ ସେମାନଙ୍କୁ ପ୍ରଭାବିତ କରିଥିବ। ଆଉ ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପ୍ରତି ଢଳି ଯାଇଥିବେ, ତାଙ୍କ ଆଡ଼କୁ ଆନତ ହୋଇଯାଇଥିବେ। ପୁନଶ୍ଚ ଆଉ ଜଣେ ପାଶ୍ଚାତ୍ୟବିତ୍ ଆର୍ଥର ଗିଲମ୍ୟାନ୍ ସାହେବ, ସେ ଆମେରିକୀୟ ଅଧିବାସୀ, ସେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ମକ୍କା ବିଜୟ ସଂକ୍ରାନ୍ତରେ ନିଜ ପୁସ୍ତକ ଦ ସାରାସିନିସରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସର୍ବସାଧାରଣଙ୍କୁ କ୍ଷମା ପ୍ରଦାନ କରିବା, ତାଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା ଓ ତାଙ୍କର ସହିଷ୍ଣୁତା ଭାବର ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେହି ଓଟ ଉପରେ ଆରୋହଣ କରି ଯେତେବେଳେ ସହରରେ ପ୍ରବେଶ କଲେ ଅର୍ଥାତ୍ ମକ୍କାରେ, ସେତେବେଳେ ସେ କୃତଜ୍ଞତା ଜ୍ଞାପନ ପୂର୍ବକ ନିଜ ପାଳନକର୍ତ୍ତା ପ୍ରତି କୃତଜ୍ଞତା ଜ୍ଞାପନ କରି ଅଶ୍ରୁମୟ ହୋଇଥିଲା ତାଙ୍କ ଚକ୍ଷୁ। କାରଣ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ସେତେବେଳେ ଭବ୍ୟ ସ୍ୱାଗତ ମିଳିଥିଲା, ଭବ୍ୟତାର ସହିତ ସେ ମକ୍କାରେ ବିଜୟ କରିଥିଲେ। ଏହି ବିଜୟର କୃତଜ୍ଞତା ଜ୍ଞାପନ କରି ସେ ନିଜ ପାଳନକର୍ତ୍ତା ନିକଟରେ ଅଶ୍ରୁ ନିର୍ଗତ କରିଥିଲେ। ଏକଥା ଠିକ୍ ଯେ ଖାଲିଦ୍ ବିନ୍ ୱଲିଦଙ୍କର ଏକ ଘଟଣା, ଯାହାକୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ନାପସନ୍ଦ କଲେ, ତାହା ଏହିକି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଖାନା କାବାକୁ ପିତୁଳା ମୁକ୍ତ କଲେ ଓ ତତ୍ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମୁଆଜ୍ଜିନ୍ ଅର୍ଥାତ୍ ଅଜାନ ଦେବା ବ୍ୟକ୍ତିକୁ ଆଦେଶ ଦେଲେ ଯେ ଉଚ୍ଚ ସ୍ୱରରେ ଅଜାନ ଦିଅନ୍ତୁ। ଆଉ ଏହା ଘୋଷଣା କରିଦିଅନ୍ତୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ଯାଇ ତାଙ୍କ ଘରେ ପଡ଼ି ରହିଥିବା ପ୍ରତିମୂର୍ତ୍ତି ଗୁଡ଼ିକୁ ଭାଙ୍ଗି ଦିଅନ୍ତୁ, ନଷ୍ଟ କରିଦିଅନ୍ତୁ। ସେ ଉଲ୍ଲେଖ କରନ୍ତି ଯେ 10 କିମ୍ବା 12 ଜଣ ଲୋକମାନେ ବିଭିନ୍ନ ଅବସରରେ ହୁଜୁର ସଲ୍ଲଲ୍ଲାହୁଙ୍କ ପ୍ରତି ଓ ସାହାବା ଓ ଅନ୍ୟାନ୍ୟ ମୁସଲମାନମାନଙ୍କ ପ୍ରତି ଅତ୍ୟନ୍ତ ନୃଶଂସ ଆଚରଣ ପ୍ରଦର୍ଶନ କରିଥିଲେ। ସେହି ଦୋଷୀମାନଙ୍କୁ ଦଣ୍ଡ ଦେବା ନିମନ୍ତେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम 4 ଜଣ ଲୋକଙ୍କର ସ୍କନ୍ଧଚ୍ୟୁତ କରିବାର ଆଦେଶ ଦେଇଥିଲେ। କିନ୍ତୁ ଯଦି ଆମେ ଏହି ଆଚରଣକୁ ଅନ୍ୟ ବିଜୟୀ ବ୍ୟକ୍ତିମାନଙ୍କର ଆଚରଣ ସହିତ ତୁଳନା କରିବା, ତେବେ ଆମେ ଏହାକୁ ଅତ୍ୟଧିକ ମାନବିକତା ଆଚରଣ ଦ୍ୱାରା ପରିପୂର୍ଣ୍ଣ ବୋଲି ମନେ କରିବା ଅର୍ଥାତ୍ ସ୍ୱୀକାର କରିବା। ପ୍ରାଚ୍ୟ ତତ୍ତ୍ୱବିତ୍ ଜଣକ ଖ୍ରୀଷ୍ଟିଆନ, ଆଉ ଖ୍ରୀଷ୍ଟିଆନମାନଙ୍କ ଅତ୍ୟାଚାର ତୁଳନାରେ ଅର୍ଥାତ୍ 1099 ଖ୍ରୀଷ୍ଟାବ୍ଦରେ ଖ୍ରୀଷ୍ଟିଆନମାନେ 70,000 ମୁସଲମାନ ମହିଳା, ପୁରୁଷ ଓ ବୃଦ୍ଧ ବ୍ୟକ୍ତିମାନଙ୍କର, ଯେଉଁଥିରେ କି ନିରୀହ ପିଲାମାନେ ମଧ୍ୟ ସାମିଲ ଥିଲେ, ନିର୍ମମ ଭାବରେ ହତ୍ୟା କରିଥିଲେ ଅର୍ଥାତ୍ ଜେରୁଜେଲମରେ। ଇଂରେଜ ସୈନ୍ୟବାହିନୀର କ୍ରୂରତା ଓ ଅସଦାଚରଣ ତୁଳନାରେ ମୁସଲମାନମାନେ ମଧ୍ୟ ଖ୍ରୀଷ୍ଟ ଜାତିଙ୍କ ଛତ୍ରଛାୟା ତଳେ ଯୁଦ୍ଧ ଲଢ଼ିଥିଲେ। ଏହି ମୁସଲମାନମାନେ 1874 ମସିହାର ସ୍ମରଣୀୟ ବର୍ଷରେ ଯୁଦ୍ଧ ସମୟରେ ଆଫ୍ରିକା ଦେଶରେ ଅବସ୍ଥିତ ଗୋଲ୍ଡ କୋଷ୍ଟ ରାଜଧାନୀକୁ ଜାଳି ଦେଇଥିଲେ। ମୁହମ୍ମଦ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ବିଜୟ ବାସ୍ତବରେ ଧର୍ମର ଜୟ ଥିଲା। ହୁଜୁରଙ୍କର ବିଜୟ କୌଣସି ରାଜନୈତିକ ବିଜୟ ନଥିଲା। ଆଉ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସମ୍ମୁଖରେ ଅର୍ଥାତ୍ ମକ୍କା ବିଜୟ ସମୟରେ ମକ୍କାର ଅଧିପତିମାନଙ୍କୁ ଉପସ୍ଥିତ କରାଗଲା, ସେତେବେଳେ ହୁଜୁର ସେମାନଙ୍କୁ ପଚାରିଲେ
ଯେ ହେ ମକ୍କାର ଅଧିପତିଗଣ, ଆଜି ତୁମେ ମୋଠାରୁ କି ପ୍ରକାର ଆଚରଣର ଆଶା ରଖୁଛ? ସେମାନେ ଉତ୍ତର ଦେଲେ, ହେ ଆମର ଉଦାରମୟ ଭାଇ, ଆମେମାନେ ଆପଣଙ୍କଠାରୁ ଦୟାର ଆଶା ରଖୁଛୁ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି ወሰଲ୍ଲମ କହିଲେ, ତାହେଲେ ଯାଅ, ଆଜି ତୁମେ ସମସ୍ତେ ସ୍ୱାଧୀନ ଓ ମୁକ୍ତ। ଆଉ ଜଣେ ପାଶ୍ଚାତ୍ୟତତ୍ତ୍ୱବିତ୍ ମହିଳା, ଯାହାଙ୍କ ନାମ ରୁଥ୍ କ୍ରାଷ୍ଟନ୍, ଯେ କି ଆମେରିକା ନିବାସୀ ଅଟନ୍ତି, ସେ ଏଥି ସଂକ୍ରାନ୍ତରେ କୁହନ୍ତି, 630 ମସିହା ପ୍ରାରମ୍ଭରେ ସେହି ବ୍ୟକ୍ତି ଯାହାକୁ 10 ବର୍ଷ ପୂର୍ବେ ପଥର ମାରି ଲୋକମାନେ ନିଜ ସହରରୁ ତଡ଼ି ଦେଇଥିଲେ, ଯାହାକୁ ତାଚ୍ଛଲ୍ୟ ଓ ଉପହାସର ଶରବ୍ୟ କରାଯାଇଥିଲା, ସେ ସେହିଦିନ 10,000 ନିଜର ଅନୁଚର ଓ ସାଥୀମାନଙ୍କ ସହିତ ମକ୍କାରେ ପ୍ରବେଶ କରିଥିଲେ। ମୁହମ୍ମଦ ସല്ലଲ୍ଲାହୁ ଆଲାଇହି ወସଲ୍ଲମଙ୍କ ଆଦେଶ କ୍ରମେ ମୁସଲମାନ ସେନାବାହିନୀ କାହାରିକୁ ବଧ କରିନଥିଲେ। ସହରର ଲୋକମାନଙ୍କ ପ୍ରତି ସଦୟ ଓ ବିନୟ ଭାବ ପ୍ରଦର୍ଶନ କରିଥିଲେ। କିନ୍ତୁ ଯେତେବେଳେ ମୁସଲମାନମାନଙ୍କ ସେନାପତି ଖାଲିଦ୍ ବିନ୍ ୱଲିଦଙ୍କ ଉପରେ ଆକ୍ରମଣ କରାଗଲା, ସେତେବେଳେ ସେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେହି ଉପଦ୍ରବୀମାନଙ୍କୁ ଘଉଡ଼ାଇ ଦେଇଥିଲେ। ଆଉ ଏହି ସଂଘର୍ଷରେ 2 ଜଣ ମୁସଲମାନମାନଙ୍କର ମଧ୍ୟ ପ୍ରାଣହାନି ଘଟିଥିଲା। ଆଉ 28 ଜଣ ଅମାନ୍ୟକାରୀ ମୃତ୍ୟୁବରଣ କରିଥିଲେ। ଆଉ ଯେତେବେଳେ ମୁସଲମାନମାନଙ୍କର ସେନାବାହିନୀ ସହରକୁ ଅଧିକାର କରି ନେଇଥିଲେ, ସହରରେ ଅର୍ଥାତ୍ ମକ୍କାରେ ପ୍ରବେଶ କରିଥିଲେ, ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ନିଜର ବସ୍ତ୍ର ବଦଳାଇ ଧଳା ରଙ୍ଗର ଏହରାମ ପରିଧାନ କରିଥିଲେ। ଅର୍ଥାତ୍ ହଜ୍ରେ ଯେଭଳି ଏହରାମ ବାନ୍ଧାଯାଇଥାଏ, ବସ୍ତ୍ର ପରିଧାନ କରାଯାଇଥାଏ ଉପାସନା କରିବା ସମୟରେ, ହଜ୍ର କର୍ମ ସମ୍ପାଦନ କରିବା ସମୟରେ ସେହିପରି ବସ୍ତ୍ର ପରିଧାନ କରିଥିଲେ। ତାପରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଖାନା କାବାର 7 ଥର ପରିକ୍ରମା କରିଥିଲେ ଆଉ ନିଜ ସାଥୀମାନଙ୍କୁ ଡକାଇଲେ। ସେହି ସାଥୀମାନେ ନିଜ ଜୀବନକୁ ବିପଦରେ ପକାଇ ହୁଜୁର ସଲ୍ଲଲ୍ଲାହୁଙ୍କ ଅଭିପ୍ରାୟ ସକାଶେ ବଳିଦାନ ଦେଇଥିଲେ, କାରଣ ସେମାନେ ଏହି ମହାନ ଦିନରେ ହୁଜୁର ସଲ୍ଲଲ୍ଲାହୁଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅବସରରେ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ଛିଡ଼ା ହୋଇଥିଲେ। ତେଣୁ ଜଣ ଜଣ କରି ହୁଜୁର 360ଟି ମୂର୍ତ୍ତିକୁ, ଯେଉଁଥିରେ ହୁବୁଲ ମଧ୍ୟ ସାମିଲ ରହିଥିଲା, ତାହାକୁ ଖଣ୍ଡ ବିଖଣ୍ଡିତ କରିଦିଆଯାଇଥିଲା। ଆଉ ଉଚ୍ଚ ସ୍ୱରରେ ଏହା କୁହାଗଲା ଯେ ଜାଲ ହକ୍କୁ ଓଜାହାକଲ ବାତିଲ, ଅର୍ଥାତ୍ ସତ୍ୟ ଆସିଗଲା ଓ ଅସତ୍ୟ ଚାଲିଗଲା। ନିଶ୍ଚିତ ରୂପେ ଅସତ୍ୟ ତିଷ୍ଠି ରହିବାର ନଥିଲା। ସେହିପରି ଆଉ ଜଣେ ପ୍ରାଚ୍ୟ ତତ୍ତ୍ୱବିତ୍ କରିନ୍ ଆର୍ମଷ୍ଟ୍ରଙ୍ଗ, ସେ ଜଣେ ନ୍ୟାୟପ୍ରିୟ ମହିଳା। ସେ 1944 ମସିହାରେ ଜନ୍ମଗ୍ରହଣ କରିଥିଲେ। ଇଂଲଣ୍ଡର ଜଣେ ଜଣାଶୁଣା ବିଦ୍ୱାନ ଓ ଲେଖିକା ମହୋଦୟା ଧର୍ମ ମଧ୍ୟରେ ତୁଳନାତ୍ମକ ରଚନା କରିବାରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ନିଜର ପୁସ୍ତକ ମୁହମ୍ମଦ ଏ ବାୟୋଗ୍ରାଫି ଅଫ୍ ଦ ପ୍ରଫିଟ୍ରେ ଉଲ୍ଲେଖ କରିଛନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ରକ୍ତାକ୍ତମୂଳକ ପ୍ରତିଶୋଧ ନେବାର କୌଣସି ସଉକ ନଥିଲା। କାହାରିକୁ ଇସଲାମ ଧର୍ମ ସ୍ୱୀକାର କରିବାକୁ ସେ ବାଧ୍ୟ କରିନଥିଲେ। ନାହିଁ ଏପରି ଲାଗିଲା କି କାହା ଉପରେ ଇସଲାମ ଧର୍ମ ସ୍ୱୀକାର କରିବାକୁ ସେ ଚାପ ପକାଇଥିଲେ। ସେ ସନ୍ଧି ଓ ମୈତ୍ରୀ ସ୍ଥାପନ କରିବାକୁ ଚାହୁଁଥିଲେ। ମକ୍କା ଆସିବାର ତାଙ୍କର ମୂଳ ଉଦ୍ଦେଶ୍ୟ କୁରେଶମାନଙ୍କୁ ଏହା ଅବଗତ କରାଇବା ଯେ ସେ ଯେଉଁ ଅତ୍ୟାଚାରର ଶରବ୍ୟ ହୋଇଛନ୍ତି, ମୁସଲମାନମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରିଛନ୍ତି, ଆଉ ଏତେ ଦୀର୍ଘକାଳ ନିଜର ଏହି ଷଡ଼ଯନ୍ତ୍ର ଜାରି ରଖିଛନ୍ତି, ତାହାର ପରିଣାମ ପ୍ରତିଫଳ କ'ଣ ହେଲା, ତାଙ୍କୁ ଅସଫଳ ସାବ୍ୟସ୍ତ କରିବା
ଏହାର ମୂଳ ଉଦ୍ଦେଶ୍ୟ ଥିଲା ଓ ତାଙ୍କ ପ୍ରତିମା ଗୁଡ଼ିକ ଯେ କି ତାଙ୍କ ଉପାସ୍ୟ ଯାହାଙ୍କ ଉପରେ ସେମାନଙ୍କର ଆସ୍ଥା ରହିଥିଲା ତାହାର ମୂଳୋତ୍ପାଟନ କରିବା ଓ ମକ୍କାକୁ ପବିତ୍ର କରିବା, ଏହା ହିଁ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା। ତେବେ ଯେତେବେଳେ ମକ୍କା ବିଜୟ ହୋଇଗଲା ସେତେବେଳେ ଏହି ହତଭାଗା ଉସ୍ମାନ ବିନ୍ ଆଫାନ ଘରେ ଲୁଚି ଯାଇଥିଲା। ଅବଦୁଲ୍ଲା ବିନ୍ ସାଦ ବିନ୍ ଅବି ସରା ହଜରତ ଉସ୍ମାନ ବିନ୍ ଆଫାନଙ୍କର ରଜାଇ ଭାଇ ଥିଲା। ତେଣୁକରି ସେ ହଜରତ ଉସ୍ମାନଙ୍କ ଘରେ ଶରଣ ନେଇଥିଲା, ଲୁଚି ଯାଇଥିଲା। ହଜରତ ଉସ୍ମାନ ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ଅବଦୁଲ୍ଲା ବିନ୍ ସରାର ବେତ ସ୍ୱୀକାର କରିବାକୁ ଅନୁରୋଧ କରିଥିଲେ। ବର୍ଣ୍ଣନାକାରୀମାନେ ଉଲ୍ଲେଖ କରିଛନ୍ତି ଯେ ଅବଦୁଲ୍ଲା ଫେରିଆସିଲା ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ନିଜର ସାହାବାମାନଙ୍କୁ କହିଲେ, ମୁଁ ଅବଦୁଲ୍ଲା ପାଇଁ କିଛି ସମୟ ନୀରବ ରହିଲି, କାରଣ ତୁମମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ଛିଡ଼ା ହୋଇ ଯାଇଥାନ୍ତା ଏବଂ ତାର ଯଥାଶୀଘ୍ର ସଂହାର ଅର୍ଥାତ୍ ବଧ କରିଦେଇଥାନ୍ତା। ସାହାବାମାନେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆପଣ ଯଦି ଆମକୁ ଇଙ୍ଗିତ କରିଦେଇଥାନ୍ତେ ତାହେଲେ ଆମେ ନିଶ୍ଚିତ ରୂପେ ତାହାର କାମ ତମାମ କରିଦେଇଥାନ୍ତୁ। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ወସଲ୍ଲମ କହିଲେ, କୌଣସି ଅବତାର ପାଇଁ ଏପରି ଇଙ୍ଗିତ କରିବା ଯୁକ୍ତିଯୁକ୍ତ ନୁହଁ, ଅର୍ଥାତ୍ ଆଲ୍ଲାହଙ୍କ ଅବତାରମାନେ ଏପରି ନିଜ ଚକ୍ଷୁ ଦ୍ୱାରା ବିଶ୍ୱାସଘାତକତା କରିନଥାନ୍ତି। ତେବେ ହଦିସର ପୁସ୍ତକ ସୁନନ ନିସାଇରେ ଉଲ୍ଲେଖ ରହିଛି ଯେ ମକ୍କା ବିଜୟ ଅବସରରେ ଅବଦୁଲ୍ଲା ବିନ୍ ସାଦ ହଜରତ ଉସ୍ମାନ ବିନ୍ ଆଫାନଙ୍କ ଘରେ ଆତ୍ମଗୋପନ କରିଥିଲା। ଯେତେବେଳେ ସର୍ବସାଧାରଣମାନେ ବୟତ କଲେ ସେତେବେଳେ ହଜରତ ଉସ୍ମାନ ବିନ୍ ଆଫାନ ଅବଦୁଲ୍ଲାକୁ ଧରି ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହେଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଆଲ୍ଲାହଙ୍କ ଆଉ ହୁଜୁର ସଲ୍ଲଲ୍ଲାହୁଙ୍କୁ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଅବଦୁଲ୍ଲାର ବୟତ ସ୍ୱୀକାର କରିନିଅନ୍ତୁ। ହୁଜୁର ନିଜର ପବିତ୍ର ମସ୍ତକ ଉପରକୁ ଉଠାଇଲେ ଓ ତାହାକୁ ଦେଖିଲେ, କିନ୍ତୁ ତାହାର ବୟତ ନେବାକୁ ଅସ୍ୱୀକାର କଲେ। ତାପରେ ହୁଜୁର ସାହାବାମାନଙ୍କୁ ଆଡ଼କୁ ଚାହିଁ କହିଲେ, କ'ଣ ତୁମମାନଙ୍କ ମଧ୍ୟରେ ଏପରି ବୁଦ୍ଧିମାନ ବ୍ୟକ୍ତି ନଥିଲା ଯେ ମୁଁ ଯେତେବେଳେ ଅବଦୁଲ୍ଲାର ବୟତ ନେଉନଥିଲି ସେତେବେଳେ ତୁମମାନଙ୍କ ମଧ୍ୟରୁ କେହି ତାହାର ସଂହାର କରିଦେଇଥାନ୍ତା? ସେଥିରେ ସାହାବାମାନେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମେ କିପରି ଜାଣିଥାନ୍ତୁ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କ'ଣ ଚିନ୍ତା କରୁଛନ୍ତି? ଆପଣ ଯଦି ଆମକୁ ଆଖିର ଇଙ୍ଗିତ ଦ୍ୱାରା ଜଣାଇ ଦେଇଥାନ୍ତେ ତାହେଲେ ଆମେ ନିଶ୍ଚିତ ତାହାର ବଧ କରିଦେଇଥାନ୍ତୁ। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଆଲ୍ଲାହଙ୍କ ଅବତାରର ଏହା ମର୍ଯ୍ୟାଦା ବିରୁଦ୍ଧୀୟ, ଅର୍ଥାତ୍ ଅବତାରମାନେ ଏଭଳି ଚକ୍ଷୁ ଦ୍ୱାରା ବିଶ୍ୱାସଘାତକତା କରିନଥାନ୍ତି। ଅବୁ ଦାଉଦରେ ମଧ୍ୟ ଏହି ବର୍ଣ୍ଣନା ଉଲ୍ଲେଖ ରହିଛି ଯେ ଅବଦୁଲ୍ଲା ବିନ୍ ସରା ଯେ କି ଜଣେ ଶୈତାନ ସ୍ୱଭାବ ବ୍ୟକ୍ତି ଥିଲା, ଲୋକମାନଙ୍କୁ ହୁଜୁର ସଲ୍ଲଲ୍ଲାହୁଙ୍କ ବିରୁଦ୍ଧରେ ଉସ୍କାଉଥିଲା। ମକ୍କା ବିଜୟ ଦିନ ହୁଜୁର ସଲ୍ଲଲ୍ଲାହୁ ତାହାକୁ ସଂହାର କରିବା ପାଇଁ ଆଦେଶ ଦେଲେ। ହଜରତ ଉସ୍ମାନ ବିନ୍ ଆଫାନ ରଜିୟଲ୍ଲାହୁ କିନ୍ତୁ ତାହାକୁ ଆଶ୍ରୟ ପ୍ରଦାନ କରିଦେଇଥିଲେ। ତେଣୁକରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଯାହାକୁ ଉସ୍ମାନ ବିନ୍ ଆଫାନ ଆଶ୍ରୟ ପ୍ରଦାନ କରିଛନ୍ତି ତାହାକୁ ଆମେ ମଧ୍ୟ ଆଶ୍ରୟ ପ୍ରଦାନ କରୁଛୁ। ଏତଦ୍ ଭିନ୍ନ ଏକଥା ମଧ୍ୟ ବିଚାରଯୋଗ୍ୟ ଯେ ଏହି ଘଟଣା ସଂକ୍ରାନ୍ତରେ ଯେଉଁ ବିବରଣୀ ପ୍ରଦାନ କରାଯାଇଛି ତାହା ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ମର୍ଯ୍ୟାଦା ବିରୁଦ୍ଧୀୟ। ଯେପରିକି ମୁଁ ପୂର୍ବେ କହିସାରିଛି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେଦିନ ଅର୍ଥାତ୍ ମକ୍କା ବିଜୟ ଦିନ ଗଫାର, ସତ୍ତାର, ରହିମ ଓ କରୀମର ପରିପ୍ରକାଶ କରିଥିଲେ। ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେଦିନ ଏଭଳି ଆଚରଣ ପ୍ରଦର୍ଶନ କରିଥିଲେ ଯାହାକି ତାଙ୍କର ଏହି ଗୁଣଗୁଡ଼ିକ ସିଦ୍ଧ ହେଉଥିଲା।
ଏପରି କୌଣସି ବ୍ୟକ୍ତି ନଥିଲା ଯିଏ ହୁଜୁର ସଲ୍ଲଲ୍ଲାହୁ କ୍ଷମା ମାଗିଥିବ ଓ ହୁଜୁର ତାହାକୁ କ୍ଷମା କରି ଦେଇନଥିବେ। ହଦିସର ପୁସ୍ତକ ବୁଖାରୀ ଓ ମୁସଲିମରେ ଏହି ଘଟଣାଟି ଉଲ୍ଲେଖ ନାହିଁ। ଯେହେତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ସେଦିନ ଅର୍ଥାତ୍ ମକ୍କା ବିଜୟ ଦିନ ଯେତେବେଳେ କି ସମସ୍ତ ଅଧିକାର ହୁଜୁର ସଲ୍ଲଲ୍ଲାହୁଙ୍କ ହାତ ମୁଠାରେ ଥିଲା, ସେତେବେଳେ କାହାରିକୁ କୌଣସି ଇଙ୍ଗିତ କରିବାର କ'ଣ ଆବଶ୍ୟକତା ରହିଥିଲା? ଯଦି ତାହାକୁ ଅର୍ଥାତ୍ ଅବଦୁଲ୍ଲାକୁ ହତ୍ୟା କରିବାର ଆଦେଶ ଦେବାର ହୁଜୁରଙ୍କର ଅଭିପ୍ରାୟ ଥିଲା, ତେବେ ଏମିତି ସେ କହିପାରିଥାନ୍ତେ, ନା କି ଇଙ୍ଗିତ କରିବାର ଆବଶ୍ୟକତା ଥିଲା ହୁଜୁର ସଲ୍ଲଲ୍ଲାହୁଙ୍କୁ। ଏହି ଦିନମାନଙ୍କରେ ବନୁ ମଖଜୁମାର ଜଣେ ମହିଳାଙ୍କ ଉପରେ ମଧ୍ୟ ଏକ ଚୋରିର ମକଦ୍ଦମା କରାଯାଇଥିଲା। ଏହି ମକଦ୍ଦମା ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ କରାଗଲା। ସେଦିନ ମହିଳାର ବହୁତ ସୁପାରିଶ ମଧ୍ୟ କରାଯାଇଥିଲା। ହଜରତ ଉମ୍ମେ ସଲମା ରଜିୟତାଲା ଓ ହଜରତ ଉସାମା ବିନ୍ ଜୈଦ ରଜିୟତାଲା ମଧ୍ୟ ଏହି ମହିଳା ସଂକ୍ରାନ୍ତରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସମ୍ମୁଖରେ ସୁପାରିଶ କରିଥିଲେ, ତାଙ୍କର କ୍ଷମା ଯାଚନା କରିଥିଲେ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କୌଣସି ପ୍ରକାର ସୁପାରିଶକୁ ସ୍ୱୀକାର କରିନଥିଲେ, ବରଂ ତାହାକୁ ପ୍ରତ୍ୟାଖ୍ୟାନ କରି ମହିଳାଙ୍କର ହାତ କାଟିଦେବାର ନିର୍ଦ୍ଦେଶ ଦେଇଥିଲେ। ଆଉ ସେହି ଆଦେଶ ବଳବତ୍ତର ରହିଥିଲା। ତେବେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ସ୍ପଷ୍ଟ ଭାବରେ ଅବଦୁଲ୍ଲା ବିନ୍ ସାଦଙ୍କର ସଂହାର କରିବାର ସିଧାସଳଖ ଆଦେଶ ନ ଦେବା ଏହା ସିଦ୍ଧ କରୁଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମନରେ ଅବଦୁଲ୍ଲା ପ୍ରତି ଯଦିଚ ତାହାର ବଧ କରିବା ଚାହୁଁଥିଲେ, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଏହା ଚାହୁଁଥିଲେ ଯେ କୌଣସି ବ୍ୟକ୍ତି ଅବଦୁଲ୍ଲାର ସଂହାର ନ କରିଦେଉ, କିନ୍ତୁ ହୁଜୁର ଏହା ଇଙ୍ଗିତ କଲେ ନାହିଁ। ତେବେ ଏହି ବର୍ଣ୍ଣନାର ଶୈଳୀ ହିଁ ଦର୍ଶାଉଛି ଯେ ଘଟଣାଟି ସମ୍ପୂର୍ଣ୍ଣ ରୂପେ ଭୁଲ, ବର୍ଣ୍ଣନାକୁ ରଦ୍ଦ କରାଯାଇଛି। ହଜରତ ମୁସଲିମ ମଉଦ ରଜିୟତାଲା ସୂରେ ମୁମିନୁନର ଆୟାତ ସଂଖ୍ୟା 15ର ବ୍ୟାଖ୍ୟା କରି ଏହି ଘଟଣାର ଚର୍ଚ୍ଚା କରିଛନ୍ତି, ଯାହାକି ଏକ ଐତିହାସିକ ଘଟଣା। ହୁଜୁର ବର୍ଣ୍ଣନା କରନ୍ତି ଯେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ଜଣେ ହୁଜୁର ସଲ୍ଲଲ୍ଲାହୁଙ୍କର ଜଣେ କାତିବେ ଓହି ଅର୍ଥାତ୍ ଓହି ଲିପିକାର ଥିଲେ, ଯାହାର ନାମ ଅବଦୁଲ୍ଲା ବିନ୍ ସରା ଥିଲା। ହୁଜୁର ସଲ୍ଲଲ୍ଲାହୁଙ୍କ ଉପରେ ସେ ବିଶ୍ୱାସ ଆଣିଥିଲା। ଦିନେ ହୁଜୁର ସଲ୍ଲଲ୍ଲାହୁଙ୍କ ଉପରେ ଏହି ଆୟାତ ଅବତୀର୍ଣ୍ଣ ହେଲା, ଯାହାକି ସେ ଲେଖୁଥିଲା, ଅର୍ଥାତ୍ ସୁମ୍ମା ଅନଶାନାହୁ ଖଲକନ୍ ଆଖରା ଠାରେ ଯେତେବେଳେ ସେ ପହଞ୍ଚିଲା, ଅବଦୁଲ୍ଲା ବିନ୍ ସରା ପାଟିରୁ ସହସା ଏହା ବାହାରିଲା, ଫତବାରକଲ୍ଲାହୁ ଆହସනුଲ ଖାଲିକିନ୍। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାହାକୁ କହିଲେ ଯେ ଏହା ହିଁ ଐଶୀବାଣୀ, ଏହାକୁ ଲେଖିନିଅ। ସେହି ହତଭାଗ୍ୟ ଏହା ଚିନ୍ତା କଲା ଯେ ମୋ ମୁଖରୁ ନିଃସୃତ ହୋଇଥିବା ଏହି ପଂକ୍ତିଟି ଯଦି ଐଶୀବାଣୀ, ଠିକ୍ ସେହିପରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନାଉଜୁବିଲ୍ଲା ସ୍ୱୟଂ ସମସ୍ତ କୁରାନ ନିଜେ ତିଆରି କରୁଛନ୍ତି। ସୁତରାଂ ସେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଅମାନ୍ୟ କରି ଅସ୍ୱୀକାର କରି ବିଧର୍ମୀ ପାଲଟିଗଲା ଓ ମକ୍କାରୁ ଚାଲିଗଲା। ମକ୍କା ବିଜୟ ଅବସରରେ ଯେଉଁ ଲୋକମାନଙ୍କୁ ବଧ କରିବାର ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆଦେଶ ଦେଇଥିଲେ, ତନ୍ମଧ୍ୟରେ ଅବଦୁଲ୍ଲା ବିନ୍ ସରା ମଧ୍ୟ ରହିଥିଲା। କିନ୍ତୁ ଉସ୍ମାନ ବିନ୍ ଆଫାନ ରଜିୟତାଲା ତାହାକୁ ଆଶ୍ରୟ ପ୍ରଦାନ କରିଥିଲେ। ହଜରତ ଉସ୍ମାନ ବିନ୍ ଆଫାନ ରଜିୟତାଲାଙ୍କ ଘରେ ସେ 3 ଦିନ ଲୁଚି ରହିଥିଲା। ଦିନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମକ୍କାବାସୀଙ୍କର ଯେତେବେଳେ ବୟତ ନେଉଥିଲେ, ସେତେବେଳେ ହଜରତ ଉସ୍ମାନ ଅବଦୁଲ୍ଲାକୁ ସାଥିରେ ନେଇ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହେଲେ ଓ ତାହାର ବୟତ ନେବାକୁ ଅନୁରୋଧ କଲେ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାହାଠାରୁ ବୟତ ନେବାରେ ବିଳମ୍ବ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାହାର ବୟତ ସ୍ୱୀକାର କରିଥିଲେ। ଅବଦୁଲ୍ଲା ବିନ୍ ସରା ସଂକ୍ରାନ୍ତରେ ଏହା ଉଲ୍ଲେଖ ରହିଛି ଯେ ସେ ଇସଲାମ ଧର୍ମରେ ଅନ୍ୟାନ୍ୟ ସେବା ସମ୍ପାଦନକାରୀ ସାହାବାମାନଙ୍କ ମଧ୍ୟରେ ଗଣ୍ୟ ଥିଲା। ପରବର୍ତ୍ତୀ ସମୟରେ ସେ ମିଶରର ଗଭର୍ଣ୍ଣର ମଧ୍ୟ ରହିଥିଲେ।
ଆଫ୍ରିକାର ଏକ ଅଞ୍ଚଳକୁ ସେ ଜୟ ମଧ୍ୟ କରିଥିଲେ। ହଜରତ ଉସ୍ମାନ ରଦିୟଲ୍ଲାହୁଙ୍କ ଶାହାଦତ ପରେ ଅବଦୁଲ୍ଲା ଉପଦ୍ରବରୁ ପୃଥକ ହୋଇଯାଇଥିଲେ, କିନ୍ତୁ ଅବଦୁଲ୍ଲା ବିନ୍ ଅବି ସରା ହଜରତ ଉସ୍ମାନ ବିନ୍ ଆଫାନ ରଦିୟଲ୍ଲାହୁଙ୍କ ରଜାଇ ଭାଇ ଥିଲେ। ତାଙ୍କ ସଂକ୍ରାନ୍ତରେ ଏହା କୁହାଯାଏ, ସେ ଏହି ଦୁଆ କରୁଥିଲେ ଯେ ତାଙ୍କର ଶେଷ କାର୍ଯ୍ୟ ନମାଜ ହେଉ। ସୁତରାଂ ଦିନେ ସେ ଫଜର ନମାଜ ପରେ ଅର୍ଥାତ୍ ନମାଜ ପାଠ କରି ଥିଲେ ଯେ ତାଙ୍କର ଅକାଳ ବିୟୋଗ ହୋଇଯାଇଥିଲା। 36 କିମ୍ବା 37 ହିଜରୀରେ ତାଙ୍କର ବିୟୋଗ ହୋଇଥିଲା। ପୁନଶ୍ଚ ଇକ୍ରମା ବିନ୍ ଅବି ଜହଲ ଇସଲାମ ଧର୍ମ ସ୍ୱୀକାର କରିବା ସଂକ୍ରାନ୍ତରେ ବର୍ଣ୍ଣନା ଉଲ୍ଲେଖ ରହିଛି। ଇକ୍ରମା ବିନ୍ ଅବୁ ଜହଲ ସେହି ଲୋକମାନଙ୍କ ମଧ୍ୟରେ ଅନ୍ୟତମ ଯାହାକୁ ସଂହାର କରିବା ପାଇଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍ଲମ ଆଦେଶ ଜାରି କରିଥିଲେ। ସେ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍ଲମକୁ ବିଭିନ୍ନ ଦୁଃଖ କଷ୍ଟ ଦେବା ସହିତ ମୁସଲମାନମାନଙ୍କ ଉପରେ ଅତ୍ୟାଚାର ଅନ୍ୟାୟ କରିବା, ତାଙ୍କୁ ନିର୍ଯାତନା ଦେବା ତଥା ଅନ୍ୟାନ୍ୟ ଅପରାଧରେ ସଂଶ୍ଳିଷ୍ଟ ଥିଲା। ତେଣୁକରି ତାହାର ସଂହାର କରିବାର ଆଦେଶ ଦିଆଯାଇଥିଲା। କିନ୍ତୁ ସେ ମକ୍କା ବିଜୟ ଦିନ ୟମନ ଆଡ଼କୁ ପଳାୟନ କରିଥିଲା। କିନ୍ତୁ ଯେତେବେଳେ ସେ ଦେଖିଲା ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍ଲମ ନିଜ ଅପାର ଦୟା ଓ କରୁଣାର ପସରା ଖୋଲି ସମସ୍ତଙ୍କୁ ଅପରାଧୀମାନଙ୍କୁ କ୍ଷମା କରିଦେଉଛନ୍ତି, ତାଙ୍କ ପ୍ରତି ଦୟା ପ୍ରଦର୍ଶନ କରୁଛନ୍ତି, ସେତେବେଳେ ସେ ମକ୍କା ଫେରିଆସିଥିଲା ଓ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହୋଇଥିଲା। ସେ ଯାହା ହେଉ ଇକ୍ରମା ମଧ୍ୟ ସେହି ଅପରାଧୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲା, ଯେ କି ମକ୍କା ବିଜୟ ଦିନ ମୁସଲମାନମାନଙ୍କ ବିରୁଦ୍ଧରେ କିଛି ଲୋକମାନଙ୍କୁ ଏକତ୍ରିତ କରିଥିଲା, ଅର୍ଥାତ୍ ମକ୍କାର ଯୁବକମାନଙ୍କୁ ଓ ନିଜ ସହିତ ସାମିଲ କରି ମୁସଲମାନମାନଙ୍କ ବିରୁଦ୍ଧରେ ଛିଡ଼ା ହୋଇଥିଲା। ତା ସହିତ ସୁହେଲ ବିନ୍ ଅମ୍ର, ସଫୱାନ ବିନ୍ ଉମയ്ୟା ଆଦି ସାମିଲ ଥିଲେ। ତେବେ ହଜରତ ଖାଲିଦ ବିନ୍ ୱଲିଦଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ସେଥିରେ ସେମାନଙ୍କର ଅର୍ଥାତ୍ ସେହି ଅମାନ୍ୟକାରୀମାନଙ୍କର 20 ଜଣ ଯୁବକ ନିହତ ହୋଇଥିଲେ ସେହି ସଂଘର୍ଷରେ। ତାପରେ ସେମାନେ ସବୁ ବାକି ଯାହା ଅବଶିଷ୍ଟ ରହିଯାଇଥିଲେ ସେମାନେ ପଳାୟନ କରିଥିଲେ। ଇକ୍ରମାର ପତ୍ନୀ ଉମ୍ମେ ହକିମ ବିନ୍ତେ ହାରିସ୍ ବିନ୍ ହିଶାମ, ଯେ କି କୁରୈଶର ଅଧିପତିର କନ୍ୟା ଥିଲା, ସେ ହିନ୍ଦ ବିନ୍ତ ଉତବା ଓ ମକ୍କାର ଅନ୍ୟାନ୍ୟ ସମ୍ମାନିତ ମହିଳାମାନଙ୍କ ସହିତ ମକ୍କାର ବିଜୟ ଦିନ ବୟତରେ ସାମିଲ ହେଲା। ହକିମ ବିନ୍ତେ ହାରିସ୍ ବିନ୍ତେ ହିଶାମକୁ ଯେତେବେଳେ ଏହା ଜ୍ଞାତ ହେଲା ଯେ ତାର ସ୍ୱାମୀ ଇକ୍ରମା ସଂହାର ଭୟରେ ୟମନ ଆଡ଼କୁ ପଳାୟନ କରିଛି, ସେତେବେଳେ ସେ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍ଲମଙ୍କ ସେବାରେ ଉପସ୍ଥିତ ହେଲା ଓ ନିଜ ସ୍ୱାମୀ ଅର୍ଥାତ୍ ଇକ୍ରମା ପାଇଁ କ୍ଷମା ପ୍ରାର୍ଥନା କଲା। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍ଲମ ତାହାକୁ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଲେ। ଏଥିରେ ଇକ୍ରମାର ପତ୍ନୀ ନିଜର ଦାସକୁ ଧରି ଜଦାହ ଅଭିମୁଖେ ବାହାରିଲା। ଯେତେବେଳେ କି ଇକ୍ରମା ଡଙ୍ଗା ଉପରେ ଆରୋହଣ କରିନେଇଥିଲା ଅର୍ଥାତ୍ ୟମନ ଆଡ଼କୁ ବାହାରୁଥିଲା ସମୁଦ୍ର ପଥ ମଧ୍ୟ ଦେଇ, ସେଠାରେ ସେ ନିଜ ସ୍ୱାମୀକୁ ଭେଟି ନେଲା ଓ ଡଙ୍ଗାରେ ଆରୋହଣ କରିବାରୁ ତାହାକୁ ବାରଣ କରିଥିଲା ଏବଂ ତାହାକୁ ଅଟକାଇ କହିଲା, ହେ ମୋର ଚଚା ପୁଅ, ମୁଁ ତୁମର ସୁରକ୍ଷା ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍ଲମଙ୍କ ଠାରୁ ସୁରକ୍ଷା ହାସଲ କରିନେଇଛି। ତୁମ ପାଇଁ ଶୁଭେଚ୍ଛା, କିନ୍ତୁ ତୁମେ ନିଜକୁ ଆଉ ଧ୍ୱଂସ ମୁଖରେ ପକାଅ ନାହିଁ। ହୁଜୁର ତୁମକୁ କ୍ଷମା କରିଦେଇଛନ୍ତି। ତେବେ ମୋ ସହିତ ମକ୍କା ଫେରିଆସ ଓ ଇସଲାମ ଧର୍ମ ସ୍ୱୀକାର କରିନିଅ। ବର୍ଣ୍ଣନାରେ ଉଲ୍ଲେଖ ରହିଛି, ଯେତେବେଳେ ଇକ୍ରମା ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହେଲା, ସେତେବେଳେ ସେ କହିଲା, ହେ ମହମ୍ମଦ, ମୋର ପତ୍ନୀ ମୋତେ କହିଛନ୍ତି ଯେ ଆପଣ ମୋତେ ସୁରକ୍ଷା ପ୍ରଦାନ କରିଛନ୍ତି, ମୋତେ ଅମାନ୍ୟକାରୀ ଅବସ୍ଥାରେ ମକ୍କାରେ ରହିବାକୁ ଅନୁମତି ପ୍ରଦାନ କରିଛନ୍ତି। କ'ଣ ଏକଥା ସତ? ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍ଲମ କହିଲେ, ହେ ଇକ୍ରମା, ତୋ ପତ୍ନୀ ତୁମକୁ ସତ୍ୟ କହିଛନ୍ତି। ଏଥିରେ ଇକ୍ରମା ସାକ୍ଷ୍ୟ ଦେଇଥିଲା ଯେ ଅଲ୍ଲାହଙ୍କ ବ୍ୟତୀତ ଅନ୍ୟ କେହି ଉପାସ୍ୟ ନୁହେଁ।
ସେ ଏକ ଓ ଅଦ୍ୱିତୀୟ ଆଉ ଆପଣ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम ତାଙ୍କର ବାର୍ତ୍ତାବହ। ଏପରି ସେ ଇସଲାମ ଧର୍ମ ସ୍ୱୀକାର କରିନେଇଥିଲା। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଇକ୍ରମା, ତୁ ଆଜି ମୋତେ ଯେଉଁ ବର ମାଗିବୁ ମୁଁ ତୋତେ ପ୍ରଦାନ କରିବି। ଏଥିରେ ଇକ୍ରମା କହିଲା, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ମୋର ପ୍ରତ୍ୟେକ ଶତ୍ରୁତା ନିମନ୍ତେ ଯାହାକି ମୁଁ ଆପଣଙ୍କ ସହିତ ପ୍ରଦର୍ଶନ କରିଥିଲି ମୋତେ କ୍ଷମା କରିଦିଅନ୍ତୁ। ପ୍ରତ୍ୟୁତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଦୁଆ କଲେ, ହେ ଅଲ୍ଲାହ, ଇକ୍ରମା ମୋ ପ୍ରତି ଯେଉଁ ଶତ୍ରୁତା ପ୍ରଦର୍ଶନ କରିଥିଲା ତାହାର ସମସ୍ତ ଅପରାଧ ତାକୁ କ୍ଷମା କରିଦିଅ। ସେହିପରି ହେ ଅଲ୍ଲାହ, ଇକ୍ରମା ମୋ ପ୍ରତି ଯେଉଁ ଅସାଧ ଆଚରଣ ପ୍ରଦର୍ଶନ କରିଥିଲା ତୁମ୍ଭେ ତାହାକୁ କ୍ଷମା କରିଦିଅ। ତାପରେ ହୁଜୁର ଆନନ୍ଦ ସହକାରେ ନିଜର ଚଦର ଇକ୍ରମା ଉପରେ ପକାଇ ଦେଇଥିଲେ ଆଉ ତାକୁ ପାଛୋଟି ନେଇଥିଲେ। ଇକ୍ରମାର ବିଶ୍ୱାସ ଆଣିବା ଦ୍ୱାରା ଏକ ଭବିଷ୍ୟବାଣୀ ପୂରଣ ହୋଇଥିଲା। ତାହାର ଚର୍ଚ୍ଚା ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଏପରି କରିଛନ୍ତି ଯେ ଇକ୍ରମାର ବିଶ୍ୱାସ ଆଣିବା ଦ୍ୱାରା ସେହି ଭବିଷ୍ୟବାଣୀ ଯାହାକି ବର୍ଷ ବର୍ଷ ଧରି ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜର ସାହାବାମାନଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ ଯେ ମୁଁ ସ୍ୱର୍ଗରେ ଅଛି ଏବଂ ସେଠାରେ ଏକ ଅଙ୍ଗୁର ପେନ୍ଥାକୁ ମୁଁ ଦେଖିଲି। ଲୋକମାନଙ୍କୁ ପଚାରିଲି, ହେ ଲୋକମାନେ, ଏହି ଅଙ୍ଗୁର ପେନ୍ଥା କାହା ପାଇଁ? ତେବେ ଉତ୍ତର ପ୍ରଦାନ କରାଗଲା ଯେ ଅଙ୍ଗୁର ପେନ୍ଥା ଅବୁ ଜେହେଲ ନିମନ୍ତେ ଉଦ୍ଦିଷ୍ଟ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଏଥିରେ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଯେ ବୈକୁଣ୍ଠରେ ଅବିଶ୍ୱାସକାରୀଙ୍କର ପ୍ରବିଷ୍ଟ ବା କିପରି ହୋଇପାରେ? ଅବୁ ଜେହେଲ ନିମନ୍ତେ ଏହି ଅଙ୍ଗୁର ପେନ୍ଥା କିପରି ଉପଲବ୍ଧ ହୋଇପାରେ? ଅତଏବ ଇକ୍ରମା ଯେତେବେଳେ ବିଶ୍ୱାସ ଆଣିଲା ସେତେବେଳେ ତାହାର ତାତ୍ପର୍ଯ୍ୟ ଜଣାପଡ଼ିଲା। ଈଶ୍ୱର ପିତାଙ୍କ ବଦଳରେ ପୁତ୍ରର ନାମକୁ ପ୍ରକାଶ କଲେ ଏବଂ ଏଭଳି ସ୍ୱପ୍ନର ଅର୍ଥ ପ୍ରତିପାଦିତ ହୋଇଥିଲା। ପୁନଶ୍ଚ ହବ୍ବାର ବିନ୍ ଅସ୍ୱଦର ପଳାୟନ କରିବା, ଇସଲାମ ଧର୍ମ ସ୍ୱୀକାର କରିବାର ଘଟଣା ବର୍ଣ୍ଣିତ ରହିଛି। ଏଥି ସଂକ୍ରାନ୍ତରେ ଉଲ୍ଲେଖ ରହିଛି ଯେ ଅଶିକ୍ଷିତ ଯୁଗରେ ହବ୍ବାର ଆଳଙ୍କାରିକ ଭାଷୀ ଓ ଜଣେ ବିଦ୍ୱାନ ବ୍ୟକ୍ତି ଥିଲା। ଲୋକମାନଙ୍କୁ ହୁଜୁର ସଲ୍ଲଲ୍ଲାହୁଙ୍କ ବିପକ୍ଷରେ ଏକତ୍ରିତ କରୁଥିଲା। ଦୁଶ୍ଚରିତ୍ର ବ୍ୟକ୍ତି ଥିଲା ସେ। ହୁଜୁର ସଲ୍ଲଲ୍ଲାହୁଙ୍କ ସୁପୁତ୍ରୀ ହଜରତ ଜୈନବ ରଜିୟଲ୍ଲାହୁଙ୍କର ମଦିନା ପ୍ରବାସ କରିବା ସମୟରେ ତାଙ୍କର ଓଟକୁ ଘଉଡ଼ାଇ ଦେଇଥିଲା, ଯାହାଫଳରେ ଜୈନବ ରଜିୟଲ୍ଲାହୁ ଓଟ ଉପରୁ ତଳକୁ ଖସି ପଡ଼ିଥିଲେ ଓ ତାଙ୍କର ଗର୍ଭପାତ ହୋଇଥିଲା। ଓ ପରବର୍ତ୍ତୀ ସମୟରେ ଅର୍ଥାତ୍ ଏହି ଅସୁସ୍ଥତା ମଧ୍ୟରେ ତାଙ୍କର କାଳ ହୋଇଥିଲା, ଯେଉଁଥିପାଇଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହବ୍ବାରର ବଧ କରିବା ନିମନ୍ତେ ଆଦେଶ ଦେଇଥିଲେ। ମକ୍କା ବିଜୟ ସମୟରେ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମଦିନା ପ୍ରତ୍ୟାବର୍ତ୍ତନ କରୁଥିଲେ ସେତେବେଳେ ହବ୍ବାର ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହୋଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ସାହାବାମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ କହିଲେ, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ହବ୍ବାର ଆସିଛି। ଏଥିରେ ହୁଜୁର ସାହାବାମାନଙ୍କୁ କହିଲେ, ତାକୁ କିଛି କୁହ ନାହିଁ, ଅର୍ଥାତ୍ ତାର କିଛି ଅନିଷ୍ଟ କର ନାହିଁ। ସେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟବର୍ତ୍ତୀ ହେଲା ଏବଂ କହିଲା, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ଆପଣଙ୍କ ଉପରେ ଶାନ୍ତି ଅବତୀର୍ଣ୍ଣ ହେଉ। ମୁଁ ସାକ୍ଷ୍ୟ ଦେଉଛି ଅଲ୍ଲାହଙ୍କ ବ୍ୟତୀତ ଅନ୍ୟ କେହି ଉପାସ୍ୟ ନାହିଁ ଏବଂ ଆପଣ ଅଲ୍ଲାହଙ୍କର ବାର୍ତ୍ତାବହ। ହେ ଅଲ୍ଲାହଙ୍କ ବାର୍ତ୍ତାବହ, ଆମେ ମୁଶ୍ରିକ ଥିଲୁ। ଆଲ୍ଲାହ ତାଆଲା ଆପଣଙ୍କ ମାଧ୍ୟମରେ ଆମକୁ ସତ୍ମାର୍ଗ ପ୍ରଦର୍ଶନ କଲେ, ବିନାଶରୁ ଉଦ୍ଧାର କଲେ। ତଥାପି ଆମେ ଆପଣଙ୍କୁ ନିର୍ଯାତନା ଦେଲୁ, କଷ୍ଟ ଯାତନା ଦେଲୁ। ମୋ ପକ୍ଷରୁ ମଧ୍ୟ ଆପଣଙ୍କୁ ଯନ୍ତ୍ରଣା ମିଳିଲା। ସେଥିପାଇଁ ମୁଁ ଅନୁତପ୍ତ, ଲଜ୍ଜିତ ଓ କ୍ଷମା ପ୍ରାର୍ଥୀ। ମୁଁ ନିଜର ଅପରାଧ ସ୍ୱୀକାର କରୁଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଦେଖିଲେ ହବ୍ବାର କ୍ଷମା ପ୍ରାର୍ଥନା ପୂର୍ବକ ନତମସ୍ତକ ହୋଇଯାଇଛି। ହୁଜୁର କହିଲେ, ହେ ହବ୍ବାର, ଯା, ମୁଁ ତୋତେ କ୍ଷମା କରିଦେଲି। ଇସଲାମ ଧର୍ମ ପୂର୍ବବର୍ତ୍ତୀ ପାପକୁ କ୍ଷମା କରିଦେଇଥାଏ।
ହଜରତ ମୁସଲିମ ମାଉଦ ରଜିୟା ତାଲା ଏହି ଘଟଣାର ଉଲ୍ଲେଖ କରିଛନ୍ତି, ବର୍ଣ୍ଣନା କରିଛନ୍ତି। ହୁଜୁର କୁହନ୍ତି, ଯେଉଁ ଲୋକମାନଙ୍କ ସଂକ୍ରାନ୍ତରେ ମୃତ୍ୟୁ ଦଣ୍ଡାଦେଶର ଆଦେଶ ଦିଆଯାଇଥିଲା ସେମାନଙ୍କ ମଧ୍ୟରେ ହଜରତ ଜୈନବ ରଜିୟା ତାଲାଙ୍କର ମୃତ୍ୟୁର କାରଣ ସାଜିଥିବା ବ୍ୟକ୍ତି ହବ୍ବାର ମଧ୍ୟ ସାମିଲ ଥିଲା। ହବ୍ବାର ଜୈନବ ରଜିୟା ତାଲାଙ୍କର ଓଟର ଦଉଡ଼ିକୁ ଭିଡ଼ିବା ଫଳରେ ଜୈନବ ରଜିୟା ତାଲାଙ୍କର ଓଟ ହୁରୁଡ଼ି ଯାଇଥିଲା ଓ ଜୈନବ ରଜିୟା ତାଲା ଓଟ ଉପରୁ ପଡ଼ିଯାଇଥିଲେ, ଯାହାଫଳରେ ତାଙ୍କର ଗର୍ଭପାତ ହୋଇଥିଲା ଓ ସେହି ରୋଗରେ ପତିତ ହୋଇ ସେ ପରବର୍ତ୍ତୀ ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ଆଉ ହବ୍ବାର ସେଠାରୁ ପଳାୟନ କରି ଇରାନ ଅଭିମୁଖେ ଚାଲିଯାଇଥିଲା, କିନ୍ତୁ ମକ୍କା ବିଜୟ ଅବସରରେ ସେ ହୁଜୁର ସଲ୍ଲଲ୍ଲାହୁ ସେବାକୁ ଫେରିଆସିଥିଲା, ସେବାରେ ଉପସ୍ଥିତ ହୋଇଥିଲା ଆଉ ଇସଲାମ ଧର୍ମ ସ୍ୱୀକାର କରିଥିଲା, ଯାହାଫଳରେ ହୁଜୁର ତାହାକୁ କ୍ଷମା କରିଦେଇଥିଲେ। ପୁନଶ୍ଚ କାବ୍ ବିନ୍ ଜୁହେର ବିନ୍ ଅବି ସୁଲମାର ବର୍ଣ୍ଣନା ଉଲ୍ଲେଖ ରହିଛି। 7 ହିଜରୀରେ କାବ୍ ଓ ତାର ଭାଇ ବୁଜେରା ଦୁହେଁ ଅବ୍ରକ ନାମକ ସ୍ଥାନକୁ ଆସିଲେ। ଅବ୍ରକ ବସରା ଠାରୁ ମଦିନା ମାର୍ଗରେ ଅବସ୍ଥିତ ଏକ କୂପ ଥିଲା। ବୁଜେରା ଏଠାରୁ ମଦିନା ଗଲା ଓ ସେଠାରେ ଯାଇ ଇସଲାମ ଧର୍ମ ସ୍ୱୀକାର କରିନେଲା। ଫଳତଃ କାବ୍ କ୍ଷୁବ୍ଧ ହୋଇ ବ୍ୟଙ୍ଗାତ୍ମକ କବିତା ଲେଖିଲା। ଯଦିଓ ସାଧାରଣ ବର୍ଣ୍ଣନାରୁ ଏହା ଜଣାପଡ଼େ ଯେ ହୁଜୁର ସଲ୍ଲଲ୍ଲାହୁ ଏହି ବ୍ୟଙ୍ଗାତ୍ମକ ଓ ମର୍ଯ୍ୟାଦାକ୍ଷୁର୍ଣ୍ଣ କବିତା ଯୋଗୁଁ କାବ୍ର ସଂହାର ପାଇଁ ଆଦେଶ ଦେଇଥିଲେ, କିନ୍ତୁ କେତେକ ପ୍ରମାଣରୁ ଏହା ଜ୍ଞାତ ହୁଏ ଯେ ପ୍ରକୃତ ଘଟଣା କେବଳ ଏତିକି ନଥିଲା, ବରଂ କାବ୍ ଓ ବୁହେରା ହୁଜୁର ସଲ୍ଲଲ୍ଲାହୁଙ୍କୁ ବହୁତ ନିର୍ଯାତନା ଦେଇଥିଲେ, ହୁଜୁର ସଲ୍ଲଲ୍ଲାହୁଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ ଓ ନିଜର ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ସେମାନେ ମଦିନାରୁ ଅଳ୍ପ ଦୂରରେ ଅଟକି ଯାଇଥିଲେ ଓ ସେ ନିଜ ଭାଇକୁ ମଦିନା ପ୍ରେରଣ କରିଥିଲା। ବୁଜେରା ଇସଲାମ ଧର୍ମ ସ୍ୱୀକାର କରିନେଲା। ଯେତେବେଳେ କାବ୍କୁ ନିଜ ଭାଇ ଇସଲାମ ଧର୍ମ ସ୍ୱୀକାର କରିବାର ସୂଚନା ପ୍ରାପ୍ତ ହେଲା, ସେତେବେଳେ ସେ ଅତି କ୍ଷୁବ୍ଧ ହେଲା। ଏତତ୍ପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଯେତେବେଳେ ତାଇଫରୁ ଫେରୁଥିଲେ, ସେତେବେଳେ ବୁଜେରା ନିଜର ଭାଇ କାବ୍ ବିନ୍ ଜୁହେରାକୁ ପତ୍ର ଲେଖିଲା ଯେ ସେ ମଧ୍ୟ କ୍ଷମା ଯାଚନା କରି ଇସଲାମ ଧର୍ମ ସ୍ୱୀକାର କରିନେଉ, ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହୋଇଯାଉ। ପରିଶେଷରେ କାବ୍କୁ ଏହି ବିକଳ୍ପ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଦୃଶ୍ୟମାନ ହୋଇନଥିଲା। ସେ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହୋଇଥିଲା ଓ କାବ୍ ଏକ କସିଦା ପାଠ କରିଥିଲା। ତାହା ଏହିକି ଯେ ବାନତ ସୁଆଦୁ ପକଲବିଲ୍ ୟମା ମତବୁଲୁ, ଅର୍ଥାତ୍ ସ୍ୱାଦ ମୋ ଠାରୁ ଦୂରେଇ ଗଲା ଓ ଅତି ଦୁଃଖରେ ମୋ ହୃଦୟ ଖଣ୍ଡ ବିଖଣ୍ଡିତ ହୋଇଗଲା। ଏତତ୍ପରେ କାବ୍ ବିନ୍ ଜୁହେର ବାହାରିଲା ଓ ମଦିନା ପହଞ୍ଚି ନିଜର ପରିଚୟକୁ ଗୋପନ ରଖିଲା। ପରବର୍ତ୍ତୀ ଦିନ ସେହି ବ୍ୟକ୍ତି କାବ୍କୁ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ କରିଥିଲା। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ସକାଳ ନମାଜ ପାଠ କରିସାରିଥିଲେ, ସେତେବେଳେ ସେହି ବ୍ୟକ୍ତି ଜଣକ ହୁଜୁର ସଲ୍ଲଲ୍ଲାହୁଙ୍କ ଆଡ଼କୁ ଇଙ୍ଗିତ କରି କାବ୍କୁ କହିଲା, ହେ କାବ୍, ଏ ହେଉଛନ୍ତି ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ। ଛିଡ଼ା ହୋଇ ହୁଜୁର ସଲ୍ଲଲ୍ଲାହୁଙ୍କ ଠାରୁ ନିଜର ସୁରକ୍ଷା ଭିକ୍ଷା କରିନିଅ। କାବ୍ ଛିଡ଼ା ହେଲା ଏବଂ ହୁଜୁର ସଲ୍ଲଲ୍ଲାହୁଙ୍କ ସମ୍ମୁଖରେ ବସି ନିଜର ହସ୍ତ ହୁଜୁର ସଲ୍ଲଲ୍ଲାହୁଙ୍କ ଉପରେ ରଖିଥିଲା। ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ଉପସ୍ଥିତ ଥିବା ସାହାବାମାନଙ୍କ ମଧ୍ୟରୁ କେହି ବି କାବ୍ ବିନ୍ ଜୁହେରାକୁ ଚିହ୍ନି ପାରିନଥିଲେ। କାବ୍ କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ, କାବ୍ ବିନ୍ ଜୁହେରା ଆପଣଙ୍କ ଠାରୁ ନିଜର ପ୍ରାଣ ଭିକ୍ଷା କରୁଅଛି ଆଉ ମୁସଲମାନ ହେବାକୁ ଚାହୁଁଛି।
ମୁଁ ଯଦି ତାକୁ ଆପଣଙ୍କ ପାଖକୁ ନେଇ ଆସେ ତେବେ କ'ଣ ଆପଣ ତାହାକୁ କ୍ଷମା ପ୍ରଦାନ କରିଦେବେ, ତାହାକୁ ଗ୍ରହଣ କରିନେବେ? ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମ କହିଲେ ହଁ। ସେତେବେଳେ କାବ୍ କହିଲା, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ମୁଁ ହିଁ କାବ୍ ବିନ୍ ଜୁହେର। ଏହା ଶୁଣିବା ମାତ୍ରେ ଅନସାରୀ ସାହାବୀମାନେ କହିବାକୁ ଲାଗିଲେ, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ଅଲ୍ଲାହଙ୍କର ଏହି ଶତ୍ରୁକୁ ଆମକୁ ହସ୍ତାନ୍ତର କରିଦିଅନ୍ତୁ, ଆମେ ତାହାର ସ୍କନ୍ଧଚ୍ୟୁତ କରିଦେବୁ। ହୁଜୁର ସല്ലଲ୍ଲାହୁ ଆଲୈହି వସଲ୍ଲମ କହିଲେ, ହେ ଅନସାରୀମାନେ, ତାକୁ ଯିବାକୁ ଦିଅ। ଏହି ବ୍ୟକ୍ତି ଅର୍ଥାତ୍ କାବ୍ କ୍ଷମା ଯାଚନା କରୁଛି, ଅନୁତପ୍ତ ଅଛି ନିଜ କଲା କର୍ମ ପ୍ରତି। ସେଥିରେ କାବ୍ ଏହି କସିଦା ଅର୍ଥାତ୍ ଆରବୀ କବିତା ପାଠ କରିଥିଲା। ଇନ୍ନା ରସୂଲା ଲା ନୂରୁନ୍ ୟୁସ୍ତାଜାଉ ବିହି ମୁହାନ୍ନାଦୁନ୍ ମିନ୍ ସୁୟୁଫିଲ୍ଲାହି ମସଲୁଲୁ। ଅର୍ଥାତ୍ ନିଃସନ୍ଦେହ ରୂପେ ରସୂଲୁଲ୍ଲାହ ସല്ലଲ୍ଲାହୁ ଆଲୈହି వସଲ୍ଲମ ହେଉଛନ୍ତି ଏପରି ଏକ ଆଲୋକ ଯାହାଙ୍କୁ ଈଶ୍ୱର ଆଲୋକିତ କରିଛନ୍ତି। ଆଲ୍ଲାହ ତାଆଲାଙ୍କ ଖଡ଼୍ଗ ମଧ୍ୟରୁ ଏକ ବଳିଷ୍ଠ ଖଡ଼୍ଗ। ଅତଏବ ହୁଜୁର ସല്ലଲ୍ଲାହୁ ଆଲୈହି వସଲ୍ଲମ ନିଜର ଚଦର କାବ୍ ଉପରେ ପକାଇଦେଲେ, ଅର୍ଥାତ୍ ତାକୁ ଢାଙ୍କିଦେଲେ ନିଜ ଚଦର ଦ୍ୱାରା। ଏହି କସିଦାର ନାମ କସିଦା ବୁର୍ଦା ନାମରେ ବିଖ୍ୟାତ ହୋଇଗଲା, ଅର୍ଥାତ୍ ଚଦରବାଲା କସିଦା। ଉକ୍ତ କସିଦାକୁ ବାନତ୍ ସ୍ୱାଦ ମଧ୍ୟ କୁହାଯାଏ, କସିଦା ବୁର୍ଦା ମଧ୍ୟ କୁହାଯାଏ। ପରବର୍ତ୍ତୀ ସମୟରେ ହଜରତ ଅମୀର ମୁଆବିୟା ବିପୁଳ ପରିମାଣର ଅର୍ଥ ବଦଳରେ ହଜରତ କାବ୍ ଠାରୁ ଏହି ଚଦର ସଂଗ୍ରହ କରିବା ପାଇଁ ଉଦ୍ୟମ କରିଥିଲେ, କିନ୍ତୁ କାବ୍ ଏହା କହି ଅସ୍ୱୀକାର କରିଦେଲେ ଯେ ମୁଁ ରସୂଲୁଲ୍ଲାହ ସല്ലଲ୍ଲାହୁ ଆଲୈହି వସଲ୍ଲମଙ୍କ ଏହି ପବିତ୍ର ବସ୍ତ୍ରକୁ ନିଜଠାରୁ କଦାପି ପୃଥକ କରିବି ନାହିଁ। ଯେତେବେଳେ କାବ୍ର ବିୟୋଗ ଘଟିଲା, ସେତେବେଳେ ହଜରତ ଅମୀର ମୁଆବିୟା କାବ୍ର ଉତ୍ତରାଧିକାରୀମାନଙ୍କ ଠାରୁ ମଧ୍ୟ ଏହି ଚଦରକୁ କ୍ରୟ କରିବା ପାଇଁ ଉଦ୍ୟମ କରିଥିଲେ। ଏତତ୍ପରେ ଏହି ଚଦର ବନୁ ଉମയ്ୟା ସମ୍ପ୍ରଦାୟର ଶାସକମାନଙ୍କ ପାଖକୁ ସ୍ଥାନାନ୍ତରିତ ହୋଇଯାଇଥିଲା। ସେମାନଙ୍କ ଶାସନର ପତନ ସମୟରେ ଏହି ଚାଦରଟି କ୍ଷୟ ଅର୍ଥାତ୍ ନଷ୍ଟ ହୋଇଯାଇଥିଲା। ତେବେ କସିଦା ବୁର୍ଦା ନାମରେ ଆଉ ଏକ କସିଦା ମଧ୍ୟ ଜନପ୍ରିୟ। ତାହା ହେଉଛି ଇମାମ ସଫରୁଦ୍ଦିନ ବୁସିରୀଙ୍କର କସିଦା। ଏହାକୁ କସିଦା ବୁର୍ଦା ଏଥିପାଇଁ କୁହାଯାଏ ଯେତେବେଳେ ଇମାମ ବୁସିରୀ ନବୀ କରୀମ ସല്ലଲ୍ଲାହୁ ଆଲୈହି वसल्लमଙ୍କ ମର୍ଯ୍ୟାଦା ତଥା ସମ୍ମାନ ରକ୍ଷା କରି କସିଦା ଲେଖିଥିଲେ, ସେତେବେଳେ ତାଙ୍କୁ ସ୍ୱପ୍ନରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ନିଜ ପବିତ୍ର ଚଦର ପ୍ରଦାନ କରିଥିଲେ, ଓଢ଼ାଇ ଦେଇଥିଲେ। ଯେତେବେଳେ ଇମାମ ସଫରୁଦ୍ଦିନ ନିଦରୁ ଜାଗ୍ରତ ହେଲେ, ସେତେବେଳେ ସେହି ଚାଦରଟି ତାଙ୍କ କାନ୍ଧ ଉପରେ ରହିଥିଲା। କୁହାଯାଏ ଯେ ଇମାମ ବୁସିରୀ ପକ୍ଷଘାତ ରୋଗୀ ଥିଲେ ଓ ଚଦରର କଲ୍ୟାଣରୁ ସେ ଆରୋଗ୍ୟ ଲାଭ କରିଥିଲେ, ଅର୍ଥାତ୍ ତାଙ୍କର ସେହି ରୋଗ ଉପଶମ ହୋଇଯାଇଥିଲା। ସେ ଯାହା ହେଉ, ଯେଉଁ କାହାଣୀଟି ବର୍ଣ୍ଣନା କରାଯାଇଛି, ଏପରି ଅନେକ କାହାଣୀ ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି। ତେବେ ତାଙ୍କୁ କିଭଳି କ୍ଷମା ପ୍ରାପ୍ତ ହେଲା ସେଥି ସଂକ୍ରାନ୍ତରେ ଆସନ୍ତା ଖୁତବାରେ ଚର୍ଚ୍ଚା କରିବି। ଆସନ୍ତା ଶୁକ୍ରବାର ଠାରୁ ଇନଶାଆଲ୍ଲାହ ତାଆଲା ଜମାତ ଅହମଦିୟା ବ୍ରିଟେନର ଜଲସା ସାଲାନା ଆରମ୍ଭ ହେବାକୁ ଯାଉଛି। ତେଣୁ ଜମାତର ସଦସ୍ୟବୃନ୍ଦଙ୍କୁ ଅନୁରୋଧ ଯେ ସେମାନେ ଏଥି ନିମନ୍ତେ ଦୁଆ କରିବେ। ଆଲ୍ଲାହ ତାଆଲା ନିଜ କୃପାରୁ ଜଲସାକୁ ପ୍ରତ୍ୟେକ ଦିଗରୁ ସଫଳ କରାନ୍ତୁ, ତାହାକୁ କଲ୍ୟାଣ ମଣ୍ଡିତ କରନ୍ତୁ ଓ ସମସ୍ତଙ୍କୁ ଆଲ୍ଲାହ ତାଆଲା ନିଜ ସୁରକ୍ଷା ବଳୟ ମଧ୍ୟ ରଖନ୍ତୁ। ଲୋକମାନଙ୍କର ଯେଉଁ ବ୍ୟକ୍ତିଗତ ଅତିଥିମାନେ ଜଲସା ନିମନ୍ତେ ଆସୁଛନ୍ତି, ଯଦିଚ ଜମାତୀୟ ସ୍ତରରେ ଅତିଥିମାନଙ୍କର ସତ୍କାର କରିବା ତାଙ୍କର ଅବସ୍ଥାନ ନିମନ୍ତେ ବ୍ୟବସ୍ଥା ରହିଛି, ଆଲ୍ଲାହ ତାଆଲା ପ୍ରତ୍ୟେକ କର୍ମୀମାନଙ୍କୁ ଅତିଥିମାନଙ୍କର ସଠିକ ରୂପେ ଅତିଥି ସତ୍କାର କରିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ, ଡ୍ୟୁଟି ଦେବାକୁ ଶକ୍ତି ପ୍ରଦାନ କରନ୍ତୁ, ନିସ୍ୱାର୍ଥପର ଭାବରେ ସେବା କରିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ପ୍ରତ୍ୟେକ ଅତିଥିମାନଙ୍କ ସହିତ ବିନମ୍ରତା ପୂର୍ବକ ସେବା କରିବାକୁ ଶକ୍ତି ପ୍ରଦାନ କରନ୍ତୁ।
ବେଳେବେଳେ କାମର ଚାପ ଯୋଗୁଁ ନିଦ୍ରା ପୂରଣ ନ ହେବା ଯୋଗୁଁ କର୍ମୀମାନେ ଡ୍ୟୁଟି ଦେଉଥିବା ବ୍ୟକ୍ତିମାନେ ବିରକ୍ତ ଭାବ ପ୍ରଦର୍ଶନ କରିଥାନ୍ତି। ତେବେ ସେମାନଙ୍କୁ ଏହା ମନେ ରଖିବା ଉଚିତ ଯେ ଜଲସାକୁ ଆସୁଥିବା ଅତିଥିମାନେ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କର ଅତିଥି। ତେଣୁକରି ତାଙ୍କର ସଠିକ ରୂପେ ସତ୍କାର କରିବା ଆମର କର୍ତ୍ତବ୍ୟ। ସେଥିପାଇଁ ସର୍ବଦା ଆମ ମୁଖରେ ସ୍ମିତହାସ୍ୟ ପ୍ରକାଶ କରିବା ରହିବା ଉଚିତ। ଯୁବତୀମାନେ ହୁଅନ୍ତୁ, ମହିଳାମାନେ ହୁଅନ୍ତୁ, ଯୁବକମାନେ ହୁଅନ୍ତୁ, ବୟସ୍କ ବ୍ୟକ୍ତିମାନେ ହୁଅନ୍ତୁ, ଅଫିସର ହୁଅନ୍ତୁ, ସ୍ୱେଚ୍ଛାସେବୀ କର୍ମୀ ହୁଅନ୍ତୁ, ରୋଷେଇଆ ହୁଅନ୍ତୁ, ଲଙ୍ଗରର ବ୍ୟବସ୍ଥା ପରିଚାଳନାକାରୀ କର୍ମୀ ହୁଅନ୍ତୁ ଅବା ଖାଦ୍ୟ ଖୁଆଉଥିବା କର୍ମୀମାନେ ହୁଅନ୍ତୁ, ସିକ୍ୟୁରିଟିର କର୍ମୀମାନେ ହୁଅନ୍ତୁ, ପାର୍କିଂର ଡ୍ୟୁଟିରେ ମୁତୟନ ଥିବା କର୍ମୀ ହୁଅନ୍ତୁ, ସଫେଇ ହାଇଜିନ୍ କର୍ମଚାରୀ ହୁଅନ୍ତୁ, ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ଜଲସାର ଡ୍ୟୁଟି ନିଜ ମୁଖରେ ସ୍ମିତହାସ୍ୟ ପ୍ରକାଶ କରି ସମ୍ପାଦନ କରିବା ଉଚିତ। ବିନମ୍ରତା ଭାବ ପ୍ରଦର୍ଶନ କରି ଡ୍ୟୁଟି ସମ୍ପାଦନ କରିବା ଉଚିତ। ଆଲ୍ଲାହ ତାଆଲା ଏଥି ନିମନ୍ତେ ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ, ଆମିନ୍। ତତ୍ସହିତ ପ୍ରତ୍ୟେକ ବ୍ୟକ୍ତି ଏଥିପ୍ରତି ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ରଖିବା ଉଚିତ ଯେ ତାହାର ଚତୁଃପାର୍ଶ୍ୱରେ କୌଣସି ହିଂସାତ୍ମକ ଉପଦ୍ରବ କିମ୍ବା ଏଭଳି କୌଣସି ଦୁଃସାହସ ଘଟାଇବାର ଲୋକ ଯେଭଳି ନ ରହିଥାନ୍ତୁ ସେଥିପ୍ରତି ମଧ୍ୟ ଦୃଷ୍ଟି ନିକ୍ଷେପ କରିଥିବେ। ଆଲ୍ଲାହ ତାଆଲା ସମସ୍ତ କର୍ମୀମାନଙ୍କୁ ଉତ୍ତମ ଢଙ୍ଗରେ ସେବା କରିବାକୁ ଶକ୍ତି ପ୍ରଦାନ କରନ୍ତୁ ଏବଂ ଜଲସାକୁ ପ୍ରତ୍ୟେକ ଦିଗରୁ ସଫଳ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.